କୌଣସି ଭାବରେ କୌଣସି କାର୍ଯ୍ୟ କରାଯାଇନଥିଲା ଯେତେବେଳେ ମୁଁ ଆସିଥିଲି। ସବୁ ମୁଁ ପୁରା ଜିରୋରୁ ଷ୍ଟାର୍ଟ କରିବାକୁ ପଡିଲା। ପ୍ରଥମ ଆରମ୍ଭ କଲି ରୋଡ, ତାପରେ ଗୋଟେ ପାର୍କ ହେଇଥିଲା, ୱାଟର ପାର୍କ। ସେ ପାର୍କର କାମ ମଧ୍ୟ ଚଲେଇଲୁ ଏବଂ ବହୁତ ଜାଗାରେ ଶୌଚାଳୟ ନଥିଲା। ଆଜିକା ଡେଟ୍ରେ ଦେଖନ୍ତୁ ଗୋଟେ ପଡିଆ ଅଛି ଆମ ପାଖରେ, ସେ ପଡିଆକୁ ଡେଭଲପ କରିଥିଲୁ ଏବଂ ପ୍ରତ୍ୟେକ ଲେନ୍ର ରୋଡ ଡ୍ରେନ୍ ତାକୁ ସବୁ କାର୍ଯ୍ୟ କରିଥିଲୁ। 4 ବର୍ଷ ଭିତରେ ଅନେକ କାର୍ଯ୍ୟ କରାଯାଇଛି, କିନ୍ତୁ ଆହୁରି ଅନେକ କାର୍ଯ୍ୟ ବାକି ରହିଯାଇଛି। କିନ୍ତୁ ଗୋଟେ ଆଶ୍ଚର୍ଯ୍ୟର କଥା, 2022ରେ ମୁଁ ଆସିବା ପରେ ଆପଣ ଯୋଉ ବିଧାୟକଙ୍କ କଥା କହୁଛନ୍ତି ଅନନ୍ତ ନାରାୟଣ ଜେନା ବାବୁ ଆମର, ତାଙ୍କୁ ତ ମୁଁ କହିବି 2022ରୁ 2026 ଭିତରେ ମୁଁ ଯୋଉ ସମୟରେ ଆସିଲି ଏବଂ ପଦବୀରେ ରହିଲି, ମୁଁ ସେଇ ସମୟ ମଧ୍ୟରେ କୌଣସି ଭାବରେ ତାଙ୍କର କୋଅପରେସନ ଦେଖି ନାହିଁ। ଏବଂ 2022ରେ ମୁଁ ଆସିବା ବେଳେ ସେ ଯଦିଓ ବିଧାୟକ ଥିଲେ ଏବଂ ଏବେ ମଧ୍ୟ ସେ ବିଧାୟକ ଜଣେ ଅଛନ୍ତି, ତେଣୁ ବିଧାୟକ ପୂର୍ବରୁ ମଧ୍ୟ ସେ ବିଏମସି ମ୍ୟୁନିସିପାଲ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ଆସନରେ ବସିଥିଲେ। ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି ଆଜି ଯୋଉ ପ୍ରଶ୍ନ ରଖୁଛନ୍ତି ଏବଂ ଯୋଉ କଥା ପଛରେ କୁହାଯାଉଛି, ଆଜ୍ଞା ସିଏ ଯେତେବେଳେ ଆସନରେ ଥିଲେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ଆସନରେ, ସେତେବେଳେ କଣ ତାଙ୍କ କନଷ୍ଟିଚୁଏନ୍ସିରେ ବେହେରା ସାହି ଆସୁନଥିଲା? 2022ରୁ ପ୍ରଥମ ମୁଁ କାର୍ଯ୍ୟ କରିଥିଲି, ଯୋଉଟା କି ଜିତିକି ଆସିବା ପରେ ମୁଁ ଓଥ ନେଇନଥିଲି ଏବଂ ଧାରଣାକୁ ଓହ୍ଲେଇଥିଲି ଏବଂ ଦିୱାଲ ଛକରୁ ରୋଡ ଆରମ୍ଭ କରିଥିଲି, ଯୋଉଟା ଆମର ପ୍ରମୁଖ ରାସ୍ତା, ଯାହାର କି ସମସ୍ୟା ବିଗତ ଦିନରୁ ଅନେକ ରହିଥିଲା, ଯୋଉଠିକି ଧନ ହାନି ମଧ୍ୟ ହୋଇଛି, ଯାହାର କି ପ୍ରାଣହାନି ହେଇଛି, ଲୋକମାନଙ୍କର ବହୁତ ସମସ୍ୟା ରହିଥିଲା। ତେଣୁ ପ୍ରଥମ ମୁଁ ଚିନ୍ତା କରିଲି କି ବେହେରା ସାହିରେ ଆଗ ଯଦି କୌଣସି ଭାବରେ କାର୍ଯ୍ୟ କରାଯିବା ଉଚିତ, ତାହେଲେ ସେ ରାସ୍ତାଟିକୁ ଆମକୁ ଆଗ ସମସ୍ୟା ସମାଧାନ କରାଯିବ। ଲୋକଙ୍କର ତ ବ୍ୟକ୍ତିଗତ ସମସ୍ୟା ଅନେକ ଥିଲା କହିବାକୁ ଗଲେ। ଏଠି କହିବାକୁ ଗଲେ ବେହେରା ସାହିକୁ କୌଣସି ଭାବରେ କୌଣସି କାର୍ଯ୍ୟ କରାଯାଇନଥିଲା ଯେତେବେଳେ ମୁଁ ଆସିଥିଲି। ସବୁ ମୁଁ ପୁରା ଜିରୋରୁ ଷ୍ଟାର୍ଟ କରିବାକୁ ପଡିଲା। ପ୍ରଥମ ଆରମ୍ଭ କଲୁ ରୋଡ, ତାପରେ ଗୋଟେ ପାର୍କ ହେଇଥିଲା, ୱାଟର ପାର୍କ। ସେ ପାର୍କର କାମ ମଧ୍ୟ ଚଲେଇଲୁ ଏବଂ ବହୁତ ଜାଗାରେ ଶୌଚାଳୟ ନଥିଲା। ଆଜିକା ଡେଟ୍ରେ ଦେଖନ୍ତୁ ଗୋଟେ ପଡିଆ ଅଛି ଆମ ପାଖରେ, ସେ ପଡିଆକୁ ଡେଭଲପ କରିଥିଲୁ ଏବଂ ପ୍ରତ୍ୟେକ ଲେନ୍ର ରୋଡ ଡ୍ରେନ୍ ତାକୁ ସବୁ କାର୍ଯ୍ୟ କରିଥିଲୁ। 4 ବର୍ଷ ଭିତରେ ଅନେକ କାର୍ଯ୍ୟ କରାଯାଇଛି, କିନ୍ତୁ ଆହୁରି ଅନେକ କାର୍ଯ୍ୟ ବାକି ରହିଯାଇଛି। କିନ୍ତୁ ଗୋଟେ ଆଶ୍ଚର୍ଯ୍ୟର କଥା, 2022ରେ ମୁଁ ଆସିବା ପରେ ଆପଣ ଯୋଉ ବିଧାୟକଙ୍କ କଥା କହୁଛନ୍ତି ଅନନ୍ତ ନାରାୟଣ ଜେନା ବାବୁ ଆମର, ତାଙ୍କୁ ତ ମୁଁ କହିବି 2022ରୁ 2026 ଭିତରେ ମୁଁ ଯୋଉ ସମୟରେ ଆସିଲି ଏବଂ ପଦବୀରେ ରହିଲି, ମୁଁ ସେଇ ସମୟ ମଧ୍ୟରେ କୌଣସି ଭାବରେ ତାଙ୍କର କୋଅପରେସନ ଦେଖି ନାହିଁ। ଏବଂ 2022ରେ ମୁଁ ଆସିବା ବେଳେ ସେ ଯଦିଓ ବିଧାୟକ ଥିଲେ ଏବଂ ଏବେ ମଧ୍ୟ ସେ ବିଧାୟକ ଜଣେ ଅଛନ୍ତି, ତେଣୁ ବିଧାୟକ ପୂର୍ବରୁ ମଧ୍ୟ ସେ ବିଏମସି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ଆସନରେ ବସିଥିଲେ। ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି ଆଜି ଯୋଉ ପ୍ରଶ୍ନ ରଖୁଛନ୍ତି ଏବଂ ଯୋଉ କଥା ପଛରେ କୁହାଯାଉଛି, ଆଜ୍ଞା ସିଏ ଯେତେବେଳେ ଆସନରେ ଥିଲେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ଆସନରେ, ସେତେବେଳେ କଣ ତାଙ୍କ କନଷ୍ଟିଚୁଏନ୍ସିରେ ବେହେରା ସାହି ଆସୁନଥିଲା? ସେତେବେଳେ ମଧ୍ୟ ତାଙ୍କ କନଷ୍ଟିଚୁଏନ୍ସିରେ ବେହେରା ସାହି ଆସୁଥିଲା ଏବଂ ତାଙ୍କ ପୂର୍ବତନ କର୍ପୋରେଟର ଆଜ୍ଞା ସେ ମଧ୍ୟ ତାଙ୍କ କର୍ପୋରେଟର ଥିଲେ। ତେଣୁ ସେ ଦୁଇ ଜଣ ମିଶିକି ଯୋଉଠି ବେହେରା ସାହିର ଇଞ୍ଚେ ବାଲି କୋଉଠି ପକେଇବାର ସାମର୍ଥ୍ୟ ରଖିନଥିଲେ, ଆଜ୍ଞା ସେ ତାଙ୍କ ପ୍ରଶ୍ନର ଉତ୍ତର ମୁଁ କଣ ଦେବି? ସିଏ ପ୍ରଶ୍ନ କରିବାକୁ କୌଣସି ଅଧିକାର ନାହିଁ। ତାଙ୍କ ପ୍ରଶ୍ନର ଉତ୍ତର ମୁଁ ଦେବି ନାହିଁ ଆଜ୍ଞା, ମୁଁ ଲୋକଙ୍କର ପ୍ରଶ୍ନର ଉତ୍ତର ଦେବି। ଯୋଉ ପ୍ରଶ୍ନର ଉତ୍ତର କି ମୁଁ ଯଦି ଦବାକୁ ବାଧ୍ୟ, ସେ ମଧ୍ୟ ଦବାକୁ ବାଧ୍ୟ। ତେଣୁ ଲୋକମାନେ ମତେ ଭୋଟଟା ଦେଇଥିଲେ, ତାଙ୍କୁ ମଧ୍ୟ ଭୋଟଟା ଦେଇଛନ୍ତି। କଣ ସବୁ ଦେଖୁଛନ୍ତି, ମାନେ କିଛି ଡେଭଲପମେଣ୍ଟ, ମାନେ କଣ ପାଇଁ ନୂଆପଲ୍ଲୀ ପାଣିରେ ଭାସୁଥିଲା, କଣ ପାଇଁ ଟିକେ ବର୍ଷା ହେଲେ ବନ୍ୟା ହେଇଯାଉଛି? ଦେଖନ୍ତୁ, ନିଜ ପକେଟର ଏବଂ ନିଜ ସରକାରୀ ଜାଗାକୁ ନିଜ ଅକୁପାଇ କରିକି ଯୋଉ ରଖୁଥିଲେ, ଯୋଉ ଅକୁପାଇ କରିକି ରଖିଥିଲେ ଯେତିକି ସରକାରୀ ଜମି, ତା ଉପରେ ଆହୁରି ଅନେକ ଯଦି ତର୍ଜମା କରାଯାଏ, ବେହେରା ସାହିରେ ଅନେକ ସରକାରୀ ଜମି ଉପରେ ମଧ୍ୟ କେଳେଙ୍କାରୀ କରାଯାଇଅଛି, ଯୋଉଥିରେ ମୁଁ ତ କହିବି ଉଭୟ ପକ୍ଷ ସମ୍ପୃକ୍ତ ଥିଲେ ଏବଂ ତାର ଅନେକ ଡାଟା ମଧ୍ୟ ମୋ ପାଖରେ ଅଛି। ଠିକ ସମୟରେ ସେ ପ୍ରମାଣ ସହିତ ମୁଁ ତାକୁ ପ୍ରୋଭାଇଡ କରିବି, ଲୋକମାନଙ୍କ ଆଗରେ ରଖିବି। ତେଣୁ ମୋର ଭୟ କରିବାର କୌଣସି ଆବଶ୍ୟକ ନାହିଁ, ଯେହେତୁ ମୁଁ ଧର୍ମରେ ଅଛି, ନ୍ୟାୟରେ ଅଛି ଏବଂ ଲିଗାଲି ସବୁ ଜିନିଷରେ କାର୍ଯ୍ୟ କରୁଛି। ତେଣୁ ଯୋଉମାନେ ଭୟ କରିବାର ଆବଶ୍ୟକତା ରହିଛି, ଲୋକମାନଙ୍କୁ ଭୁଆଁ ବୁଲେଇକି ଅନେକ ଜାଗାରେ, ତାର ମଧ୍ୟ ତଥ୍ୟ ମୁଁ ରଖିଛି। ଲୋକମାନଙ୍କର ପାଣି ସମସ୍ୟା ଯଦି ଥିଲା ପୂର୍ବରୁ, ଆଜ୍ଞା ପାଣି ଘେରାଉରେ ନୟାପଲ୍ଲୀ ଗୋଟେ ଆର୍ଟିଫିସିଆଲ ଫ୍ଲଡିଂ ଏରିଆ ବୋଲି ସମସ୍ତେ ଜାଣିଛନ୍ତି। ଗୋଟେ ବର୍ଷା ସମୟ ହେଲେ ନୟାପଲ୍ଲୀରେ ଯୋଉ ଭଳି ଭାବରେ କୃତ୍ରିମ ବନ୍ୟାର ପରିସ୍ଥିତି ସୃଷ୍ଟି ହୁଏ, ରାତି ଅଧରେ ଲୋକମାନଙ୍କ ଘରେ ଘରେ ପାଣି ପଶିଥାଏ ଏବଂ ଗୋଟେ ମହଲା ମଧ୍ୟ ବୁଡି ଯିବାର ମଧ୍ୟ ଆମେ ଦେଖିଛୁ। ବର୍ତ୍ତମାନ ସମୟରେ ଆପଣ ଦେଖନ୍ତୁ, ବର୍ତ୍ତମାନ ଆଉ ସେ ସମସ୍ୟା ନାହିଁ। ଆମେ ତାକୁ କିଛି ମାତ୍ରାରେ ସମାଧାନ କରିଦେଇଛୁ ଏବଂ ମୁଁ କଥା ଦଉଛି ଯେ ଏଇ ବର୍ଷ ମଧ୍ୟରେ ଆଉ ଯୋଉ କିଛି ସମସ୍ୟା ରହିଛି ମଧ୍ୟ ଆମେ ନିହାତି ଭାବରେ ସମସ୍ୟାର ସମାଧାନ କରିପାରିବୁ। କିନ୍ତୁ ଆମର ଯୋଉ ବିଧାୟକ ବାବୁ ଏବଂ ବାବୁ, ତାଙ୍କୁ ମୋର ଗୋଟିଏ ପରାମର୍ଶ ରହିବ ଯେ ଯୋଉ ଭଳି ଭାବରେ କେଳେଙ୍କାରୀ କରିଛନ୍ତି, ଆଜ୍ଞା ଲୋକଙ୍କୁ ଡରନ୍ତୁ। କାହିଁକି ନା ଲୋକମାନେ ଆପଣଙ୍କୁ ଆସନ ଦେଇଥିଲେ, ସେତେବେଳେ ମଧ୍ୟ ଭରସା କରିକି ଆସନ ଦେଇଥିଲେ, ଆଜିକା ଡେଟ୍ରେ ମଧ୍ୟ ଆସନ ଦେଇଛନ୍ତି। ତେଣୁ ଆପଣ କେଳେଙ୍କାରୀ ନ କରିକି ଦୟାକରି ଆପଣ ଆପଣଙ୍କ ଡ୍ୟୁଟି କରନ୍ତୁ, ନଚେତ୍ ଲୋକମାନଙ୍କ ଆଗରେ ଯେତେବେଳେ ମୁଁ ସମସ୍ତ ତଥ୍ୟ ପ୍ରଦାନ କରିବି, ଆପଣ ମାନେ ମୁଣ୍ଡ ଟେକି ଚାଲି ପାରିବେ ନାହିଁ। ତେଣୁ ଟିକେ ଲୋକମାନଙ୍କୁ ଭୟ କରନ୍ତୁ।